ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦବ। ମିଳନ ପାଇଁ ରାତିଦିନ ରୁମ୍କୁ ଡାକିବ। କେବଳ ଚାଉଳ ଆଉ ସିନ୍ଦୁର ଏହି ଜାଗାରେ ରଖିଦିଅନ୍ତୁ। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଚାଉଳ ଆଉ ସିନ୍ଦୁର ଏହି ଜାଗାରେ ରଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଆପଣଙ୍କୁ ଦେଖିବା ମାତ୍ରେ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ବିବାହିତା ନାରୀ ବା ପଡ଼ିଶା ଘର ଭାଉଜର ସୁନ୍ଦରତାକୁ ଦେଖି ଆପଣ ତାକୁ ରାତିଦିନ ଭାବୁଛନ୍ତି, ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ସେ ନାରୀ ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ। ନିଜେ ଆପଣଙ୍କର ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। କେବଳ ଆପଣଙ୍କୁ ଚାଉଳ ଆଉ ସିନ୍ଦୁର ଏହି ଜାଗାରେ ରଖିବାର ଅଛି। ତାପରେ ଦେଖିବେ ଚମତ୍କାର। ତେବେ ଏହି ବଶୀକରଣ ଆପଣ କିପରି କରିବେ ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ଏହି ବଶୀକରଣ ବିଧିକୁ ଆପଣ କେବଳ ମଙ୍ଗଳବାର କିମ୍ବା ଶନିବାର ଦିନ କରିପାରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ଅଳ୍ପ ଟିକେ ଅରୁଆ ଚାଉଳ ଆଣିବେ ଆଉ ଲାଲ ସିନ୍ଦୁର ଆଣିବେ। ତାପରେ ସେ ଚାଉଳ ଆଉ ସିନ୍ଦୁରକୁ ଏକାଠି ମିଶାଇବେ। ମିଶାଇବା ସମୟରେ ଆପଣ ସେଇ ଝିଅ ବା ନାରୀକୁ ମନେ ମନେ ଭାବୁଥିବେ, ତାର ମୁହଁକୁ ନିଜ ମନରେ ଭାବୁଥିବେ। ତାପରେ ଚାଉଳ ଆଉ ସିନ୍ଦୁରକୁ ମିଶାଇବା ସମୟରେ ଏହି ମନ୍ତ୍ରକୁ 11 ଥର ପଢ଼ିବେ। ଓମ୍ ନମଃ କାମଦେବାୟ ଆମୁକଂ ମେ ବଶ୍ୟଂ କୁରୁ କୁରୁ ସ୍ୱାହା। ଆମୁକଂ ଜାଗାରେ ଆପଣ ସେଇ ଝିଅ ବା ନାରୀର ନାମ କହିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ମନ୍ତ୍ରକୁ 11 ଥର ପଢ଼ି ସାରିବା ପରେ ସେ ଯେଉଁ ଚାଉଳ ସିନ୍ଦୁର ମିଶାଇଛନ୍ତି ସେଥିରେ 3 ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ଖଣ୍ଡେ ସାଲୁ କନାରେ ଆପଣ ସେ ଚାଉଳ ଆଉ ସିନ୍ଦୁରକୁ ଭଲ ଭାବରେ ଗଣ୍ଠି ପକାଇକି ବାନ୍ଧିଦେବେ। ତାପରେ ସେ ଗୋଟିଏ ପୁଟୁଳି ହେଇଯିବ। ସେ ପୁଟୁଳିକୁ ନିଜର ଖଟ ତଳେ କିମ୍ବା ସେଜ ତଳେ ରଖିଦେବେ। ଗ୍ୟାରେଣ୍ଟି ଦେଉଛି ଯେପର୍ଯ୍ୟନ୍ତ ସେ ଚାଉଳ ଆଉ ସିନ୍ଦୁରର ପୁଟୁଳି ଆପଣଙ୍କର ଖଟ ତଳେ ଥିବ, ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କର ବଶରେ ରହିବ। ଯାହା ଚାହିଁବେ ତାହା କରିବ। ଧନ୍ୟବାଦ।